ଗୁଡ୍ ମର୍ଣ୍ଣିଂ। ଶୁଭ ସକାଳ ପିଲାମାନେ, କେମିତି ଅଛ? ଆଶା କରେ ତମେମାନେ ବହୁତ ଭଲରେ ଥିବ। ପ୍ରତ୍ୟେକ ଦିନ ପାଠ ପଢ଼ୁଥିବ, ବିଦ୍ୟାଳୟକୁ ଯାଉଥିବ ଏବଂ ମୋର ଭିଡ଼ିଓ ଗୁଡ଼ିକ ସବୁଦିନ ଦେଖୁଥିବ। ଯେଉଁମାନେ ପ୍ରଥମ ଥର ପାଇଁ ମୋର ଏହି ଭିଡ଼ିଓଟିକୁ ଦେଖୁଅଛ, ଚ୍ୟାନେଲଟିକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରିଦେବ। ତ ଚାଲ ଆଜିର ଭିଡ଼ିଓଟିକୁ ଆରମ୍ଭ କରିବା। କାର୍ଯ୍ୟ ଫର୍ଦ୍ଦ 1 ପାଠ ସଂଖ୍ୟା 6 ଆବଦ୍ଧ ଚିତ୍ରର ପରିସୀମା। 1 ନମ୍ବର, ଚିତ୍ର ଦେଖି ଶୂନ୍ୟସ୍ଥାନ ପୂରଣ କର। କ ଖ ବାହୁର ଦୈର୍ଘ୍ୟ 7 ସେମି। ଖ ଗ ବାହୁର ଦୈର୍ଘ୍ୟ 5 ସେମି। କ ଖ ଓ ଗ ଘ ବାହୁଦ୍ୱୟର ସମଷ୍ଟି 14 ସେମି। କ ଘ ଓ ଖ ଗ ବାହୁଦ୍ୱୟର ସମଷ୍ଟି 10 ସେମି ଓ 4 ବାହୁର ସମଷ୍ଟି 27 ସେମି। 2 ନମ୍ବର, ଚିତ୍ର ଦେଖି ତଳ ସାରଣୀଟିକୁ ପୂରଣ କର। ଚିତ୍ରଟିର ନାମ, ବାହୁ ସଂଖ୍ୟା, ବାହୁମାନଙ୍କର ଦୈର୍ଘ୍ୟର ସମଷ୍ଟି। ତ୍ରିଭୁଜ, ବାହୁ ସଂଖ୍ୟା 3, ବାହୁମାନଙ୍କର ଦୈର୍ଘ୍ୟର ସମଷ୍ଟି 11 ସେମି। ବର୍ଗଚିତ୍ର, ବାହୁ ସଂଖ୍ୟା 4, ବାହୁମାନଙ୍କର ଦୈର୍ଘ୍ୟର ସମଷ୍ଟି 20 ସେମି। ଚିତ୍ରଟିର ନାମ ଆୟତଚିତ୍ର, ବାହୁ ସଂଖ୍ୟା 4, ବାହୁମାନଙ୍କର ଦୈର୍ଘ୍ୟର ସମଷ୍ଟି 24 ସେମି। 3 ନମ୍ବର, ତଳ ଚିତ୍ରରେ ଥିବା ବାହୁମାନଙ୍କର ଦୈର୍ଘ୍ୟ ମାପି ପରିସୀମା ନିର୍ଣ୍ଣୟ କର। ଏହାର ପରିସୀମା ହେବ 10 ସେମି। କ ଖ ବାହୁ 3 ସେମି, ଖ ଗ ବାହୁ 2 ସେମି, ଗ ଘ ବାହୁ 3 ସେମି, ଘ କ ବାହୁ 2 ସେମି। ତାର ପରିସୀମା ହେବ 10 ସେମି। ଅର୍ଦ୍ଧ ଆକଳନ। 1 ନମ୍ବର, ତଳେ ଦିଆଯାଇଥିବା ଚିତ୍ରଗୁଡ଼ିକ ମଧ୍ୟରୁ ଯେଉଁ ଚିତ୍ରର ପରିସୀମା ନିର୍ଣ୍ଣୟ କରିବା ସମ୍ଭବ ଠିକ୍ ଚିହ୍ନ ଦିଅ। 2 ନମ୍ବର, ନିମ୍ନ ଉକ୍ତିଗୁଡ଼ିକ ମଧ୍ୟରୁ କେଉଁ ଉକ୍ତିଗୁଡ଼ିକ ପରିସୀମା ସମ୍ପର୍କିତ ତା ପାଖରେ ଠିକ୍ ଚିହ୍ନ ଦିଅ। ଫଟୋରେ ଫ୍ରେମ୍ ଲଗାଇବା, ଜମି ଚାରିପଟେ ଘୂରିବା, ଟେବୁଲ ଚାରିପଟେ ଝାଲେରି ଲଗାଇବା, ପୋଖରୀ ହୁଡ଼ାରେ ଗଛ ଲଗାଇବା। 3 ନମ୍ବର, ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଖରେ ସମ୍ଭାବ୍ୟ ଉତ୍ତର ଅଛି। ସେଥିରୁ ଠିକ୍ ଉତ୍ତରଟି ବାଛ, ତା ପାଖରେ ଠିକ୍ ଚିହ୍ନ ଦିଅ। କେଉଁ ଚିତ୍ରଟି ଆବଦ୍ଧ ଚିତ୍ର? ଖ, ଗୋଟିଏ ବର୍ଗାକୃତି କାର୍ଡ଼ବୋର୍ଡ଼ର ଲମ୍ବ 10 ସେମି ହେଲେ ତାହାର ପରିସୀମା କେତେ ହେବ? ଗୋଟିଏ ବର୍ଗାକୃତି କାର୍ଡ଼ବୋର୍ଡ଼ର ଲମ୍ବ 10 ସେମି ହେଲେ ତାହାର ପରିସୀମା ହେବ 40 ସେମି। ଗ, ପାର୍ଶ୍ୱସ୍ଥ ଚିତ୍ରରେ ପରିସୀମା କେତେ ହେବ? 15 ସେମି। ଘ, ଚାରିଟି ଚିତ୍ର ମଧ୍ୟରୁ କେଉଁ ଚିତ୍ରଟିର ପରିସୀମା ଅଧିକ ହେବ ଠିକ୍ ଚିହ୍ନ ଦିଅ। ଏଠାରେ ଆମେ ଦେଖିବା ଯେଉଁ ଚିତ୍ରଟି ସବୁଠାରୁ ବଡ଼ ତାର ପରିସୀମା ମଧ୍ୟ ସବୁଠାରୁ ଅଧିକ ହେବ। 4 ନମ୍ବର, ନିମ୍ନ ଚିତ୍ରରେ ଥିବା ଝରକାର ଧାରଗୁଡ଼ିକୁ ସ୍କେଲ୍ ସାହାଯ୍ୟରେ ମାପି ଏହାର ପରିସୀମା ଲେଖ। ଏହି ଝରକା ଚିତ୍ରଟିର ଧାରଗୁଡ଼ିକୁ ଆମେ ସ୍କେଲ୍ ମାଧ୍ୟମରେ ମାପି ତାର ମାପଗୁଡ଼ିକୁ ଲେଖିବୁ ଏବଂ ପରିସୀମା ନିର୍ଣ୍ଣୟ କରି ଲେଖିବୁ। ତାର ପରିସୀମା ହେବ 19 ସେମି।
5 ନମ୍ବର, ନିମ୍ନ ଚିତ୍ରଗୁଡ଼ିକ ମଧ୍ୟରେ କାହାର ପରିସୀମା ଅଧିକ ତାହାର ତଳେ ଠିକ୍ ଚିହ୍ନ ଦିଅ।